ମାଳତୀ ଟିକେ ପାଣି ଆଣିଲ। ଓ କି ଖରା ଆଜିକାଲି ଆଉ ଚାଷ କାମ କରି ହେଉନି। ସକାଳ 7ଟା ନ ହେଉଣୁ ଖରା ଯେ ଜମିରେ ମନ ହିଁ ଲାଗୁନି। ଏଇ ନିଅ ପାଣି ଟିକେ ପିଇ ଦିଅ। ହଉ ଦିଅ। ବୁଝିଲ ମାଳତୀ, ଯେଉଁଠି ଚାଷୀ ମାନେ ଦିନ ଦ୍ୱିପହର ପର୍ଯ୍ୟନ୍ତ ଖଟୁଥିଲେ ଆଜି ସେଠାରେ ଗୋଟିଏ ଘଣ୍ଟା ବି କାମ କରିବାକୁ ଇଚ୍ଛା ହଉନି। ସତ ଯେମିତି ପୃଥିବୀଟା ଉତ୍ତର ବନ୍ଧରେ ଜଳୁଛି। ହେଇଟି ଏମିତି କୁହନି, ଏଇ କେଇ ଭରଣ ଜମି ଆଉ ଏଇ ଭିଟାମାଟି ଛଡା ଆମର ତ ଆଉ କିଛି ସମ୍ବଳ ନାହିଁ। ଏମିତିରେ ପୁଅଟା ଆମର ପାଠ ପଢୁଛି। ସେ କଣ ସେଠରୁ ଉଠିନି କି? ଆଜି ପରା ତାର ପରୀକ୍ଷା ଫଳ ବାହାରୁଛି। ସକାଳୁ ଗଲାଣି ଯେ ଏ ପର୍ଯ୍ୟନ୍ତ ଫେରିନି। ତୁମେ ଦେଖିବ ମାଳତୀ, ନିଶ୍ଚୟ ପରୀକ୍ଷାରେ ଭଲ କରିବ। ଗାଁର ନାଁ ରଖିବ। ପ୍ରଧାନ ମାଷ୍ଟରକୁ କହୁଥିଲେ ଗାଁର ନାଁ ରଖିବ। ବାପା ବୋଉ, ବାପା ବୋଉ, ମୁଁ ଆଜି ବହୁତ ଖୁସି। ଦେଖ ବାପା, ଦେଖ ଏଇ ନ୍ୟୁଜ ପେପରରେ ନା ମୋ ଫଟୋ ବାହାରିଛି। ଆଉ ମୁଁ ଓଜେଇ ପରୀକ୍ଷାରେ ଓଡ଼ିଶାରେ ଟପ୍ କରିଛି। ପୁଅ ଆମର ଓଡ଼ିଶାରେ ଫାଷ୍ଟ ହୋଇଛି, ଗାଁର ନାଁ ରଖିଛି। ସତରେ ଆଜି ଆମ ମଣିଷ ଜୀବନ ସାର୍ଥକ ହୋଇ ପଡିଛି ମାଳତୀ। ମୋ ଛାତି କୁଣ୍ଡ ମୋଟ ହେଇଯାଉଛି। ହଁ, ସବୁ ସେଇ ଜଗାର ଇଚ୍ଛା। କରି କରାଉ ଥାଇ ସେହି, ତା ବିନୁ ଅନ୍ୟ ଗତି ନାହିଁ। ତୁମେ ଦେଖିବ ମାଳତୀ, ପୁଅ ଆମର ବଡ ଚାକିରି କରିବ ଆଉ ମୋ ଟାଙ୍ଗରେ ଦରମା ପାଇବ। ଆମ ଦୁଃଖ ସବୁ ଦୂରେଇ ଯିବ ମାଳତୀ। ଆମେ ବଡ ଲୋକ ହେଇଯିବ ମାଳତୀ। ହଉ ତମେ ଦୁହେଁ ଆସ, ମୁଁ ତମ ପାଇଁ ଖାଇବା ବାଢୁଛି। ହଁ ବାପା, ମୁଁ ତୁମର ସବୁ ସ୍ୱପ୍ନକୁ ପୂରା କରିବି। ମୁଁ ବଡ ଚାକିରିଟିଏ କରିବି ଆଉ ମୋଟା ଅଙ୍କରେ ଦରମା ପାଇବି। ଆଉ ଆମର ଏଇ ଯୋଉ କୁଡିଆ ଘର, ତା ଜାଗାରେ ଗୋଟେ ବଡ କୋଠା ଘର ଥିବ। ଆଉ ସେଇଠି ତମେ ବୋଉ ସହ ରହିବ। ପାଖରେ ଚାକର ବାକର ସମସ୍ତେ ଥିବେ। ଆଉ ଏ ସମାଜରେ ତମର ଗୋଟେ ସ୍ୱତନ୍ତ୍ର ସ୍ଥାନ ଥିବ। ହଁ ବାପା, ତୁମର ଏ ସବୁ ସ୍ୱପ୍ନକୁ ମୁଁ ପୂରା କରିବି। ମଦ ଟିକେ ପି ବିଡ଼ି ଟିକେ ଟାଣି ଦିଏ। আরে ভাই ଟିକେ ମାଧପୁର ଯିବେ? ହଁ ବାବୁ, ଯିବି ଯିବି। ଆପଣ କିଏ ବାବୁ? ମୁଁ ଚିହ୍ନି ପାରିଲିନି। ଆରେ ତୁ ମତେ ଚିହ୍ନି ପାରୁନୁ? ମୁଁ ପରା ତୋର ପିଲାବେଳ ସାଙ୍ଗ ଅଭିଜିତ ଛୋଟରାୟ। ଅଭିଜିତ? ସହରରୁ ବସି ଗଟେ ଚଟା ଆମ ଦୋଷୀ ପାଇଲେ ଖରା ହଉ ଶୀତ ହଉ ବର୍ଷା
ବସି ମୁଁ କରିବି ମସ୍ତି। ଆରେ ତୋର ମନେ ଅଛି ନା ତୁ ମୁଁ ଆଉ ସାଧୁଆ ଆମେ ତିନି ମିଶି ପିଲାଦିନେ କେତେ ଖେଳ ଖେଳୁଥିଲୁ। ଆଉ ସେଇ ଦିନ ଗୁଡାକ ମନେ ପଡିଗଲା ନା ମୋ ମନ ଭିତରଟା କଣ ହୋଇଯାଏ। ଆଉ ମୋ ମୁଣ୍ଡ ଆଉ ଇଚ୍ଛା ହଉଛି ସେଇ ପିଲାଦିନକୁ ଫେରିଯିବାକୁ। ମୋ ମୁଣ୍ଡ ଭିତରଟା କଣ ହେଇଯାଉଛି। ତୋ ମୁଣ୍ଡକୁ ଧରିଛୁ କଣ? ପକେଟରେ କଣ ଖୋଜୁଛୁ? ସିଗାରେଟ। ତୋ ପାଖରେ ସିଗାରେଟ କି ବିଡି ଅଛି ମତେ ଗୋଟେ ଦେଲୁ। ସିଗାରେଟ ନାହିଁ, ବିଡି ଅଛି। ହଁ ନାଇଁ। ଟିକେ ଆରାମ ଲାଗିଲା, ନହେଲେ ମୋର ଆଜି କଣ ଯେ ହୁଅନ୍ତା। ମାନେ ସତରେ ଭିକି ତୋର ଏଇ ବିଡି ଖଣ୍ଡକ ମୋର ଆଜି ଜୀବନ ରଖିଦେଲା। ଜୀବନ ରଖିଦେଲା? ହଁ, ଜୀବନ ରଖିଦେଲା। କାହିଁକି ନା ଜୀବନର ଗତିପଥ ଏବେ ନିଶାସକ୍ତ ଦୁନିଆରେ, ଯେଉଁଠି କେବଳ ନିଶା ହିଁ ନିଶା। ଆଉ ଧୂମପାନ ଖାଦ୍ୟ ହେଲେ ନିଶା ମୋର ଜୀବନ ସାଥୀ ପାଲଟି ଯାଇଛି। ଆଉ ନିଶା ବିନା ମୁଁ କଣ ନିଶ୍ୱାସ ହେଇଯାଉଛି। ଆଉ ମୋ ମୁଣ୍ଡ ଭିତରଟା କଣ ହୋଇଯାଉଛି। ହେଲେ ତୋ ପରିବାର? ପରିବାର? ହଁ, ପରିବାର। ମୁଁ ଆଉ ମୋର 8 ବର୍ଷ ପୁଅକୁ ନେଇ ମୋର ପରିବାର। ଭାଉଜ? ଏ ଦୁନିଆଟା ବଡ ସ୍ୱାର୍ଥପର ରେ। ତ ଭାଉଜ ମତେ ଏକା କରି ଆର ପାରିକୁ ଚାଲିଗଲା। ସେତେବେଳେ ପୁଅକୁ ମାତ୍ର 3 ବର୍ଷ ହୋଇଥାଏ। କୌଣସି କାମରେ ଆମେ କାର ଯୋଗେ ବ୍ରହ୍ମପୁର ଯାଇଥାଉ। ହେଲେ ରାସ୍ତାର ବିପରୀତ ପଟୁ ଏକ ଟ୍ରକ୍ ଆସି ଆମ ସହ ଧକ୍କା ହୋଇଯାଏ। ହେଲେ ତାପରେ? ଆଉ ସେଇ ଆକ୍ସିଡେଣ୍ଟରେ ତୋର ଭାଉଜ ଚାଲିଗଲା ରେ। ଆଉ ଯେମିତି ସେଇ ଦୁର୍ଦିନର କଳା ବାଦଲ ଖଣ୍ଡଟି ମୋ ଘର ଛାତ ଉପରେ ଘୁରି ବୁଲୁଥାଏ। ଆଉ ତୋ ଭାଉଜ ଗଲା ପରଠାରୁ ମୋ ପାଖରେ ସବୁ ଥାଇ ବି ଆଜି ନିଃସ୍ୱ ଆଉ ଅସହାୟ। ଆଉ ସେଇ ଦିନ ଠାରୁ ଏ ନିଶା ମୋ ପାଇଁ ଆଉ ନିଶା ପାଇଁ ମୁଁ। ତୁ କାନ୍ଦୁଛୁ ଅଭିଜିତ? ନାରେ, ବହୁଦିନ ପରେ ତୋ ଭାଉଜ କଥା ମନେ ପଡିଗଲା। ହଉ ଛାଡ, ଆଉ ତୋ କଥା? ମୋ କଥା? ମୋ କଥା ନ କହିଲେ ଭଲ। ପାଠ ସିନା ପଢିଲି, ଚାକିରି ଖଣ୍ଡ ଯୋଗାଡ଼ କରିପାରିଲିନି। ଶେଷରେ ପରିବାରର ବୋଝକୁ ବହି ରିକ୍ସା ଟାଣୁଛି ରେ। ହେଲେ ତୋ ପରି ଏ ଜୀବନର ଗତିପଥ ଏ ନିଶାସକ୍ତ ଦୁନିଆ ଆଡକୁ ଚାଲିଯିବ ଏ କଥା ମୁଁ ଭାବିନଥିଲି ରେ। କୁସଙ୍ଗରେ ପଡି ମୁଁ ଆଜି ଜଣେ ନିଶାସକ୍ତ ମଣିଷ। ଯେତେ ଚେଷ୍ଟା କଲେ ବି ସେଠାରୁ ଦୂରେଇ ପାରୁନି ରେ। ଦିନରେ ଯାହା ରୋଜଗାର କରେ ଅଧକ ଏଇ ମଦ ବିଡିରେ ଚାଲିଯାଏ। ପାଞ୍ଚଟା ପେଟକୁ ଦାନା ମୁଠେ ଯୋଗାଇ ପାରେନି ରେ। ଏ କଥା ଭାବିଲା ବେଳକୁ ମତେ ଭାରି ବାଧେ। ହେଲେ ମୁଁ ନିରୁପାୟ। କାହିଁକି ନା ମୁଁ ଏ ନିଶା ଦୁନିଆରେ ବନ୍ଦା। ହଉ, ତୁ ବ୍ୟସ୍ତ ହେନା। ଏଥର ମୁଁ ଆସିଯାଇଛି, ସବୁ ଠିକ ହେଇଯିବ। କଥାରେ ନା ଗୁଣାଏ ସମୟ ଗପିଲେଣି। ମତେ ପୁଣି ସାଧୁଆର ଘରକୁ ଯିବାକୁ ହେବ। ହଉ ଚାଲେ।